ଓଡ଼ିଶା ଆଜି ହେଉଛି ନଭେମ୍ବର ମାସ 2 ତାରିଖ ରବିବାର। ଆଜି ଦିନ ଯାକର ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ଆସନ୍ତୁ ନଜର ପକାଇବା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ମାତ୍ର କିଛି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ। ତା ପୂର୍ବରୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍କୁ ଅନ୍ କରି ରଖନ୍ତୁ, ଏମିତି ପ୍ରତିଦିନ ନୂଆ ଲାଟେଷ୍ଟ ନ୍ୟୁଜ୍ ସର୍ବପ୍ରଥମେ ଦେଖିବା ପାଇଁ। ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ପ୍ରଥମେ, ରାଜ୍ୟରେ ପୂର୍ବ ଭଳି ଜାରି ରହିବ ରାସନ ଚାଉଳ ଯୋଗାଣ। 15 ଲକ୍ଷରୁ ଅଧିକ ହିତାଧିକାରୀଙ୍କ ବନ୍ଦ ହେବନି ସୁବିଧା। ଚଳିତ ମାସ 15 ତାରିଖରେ ଜଙ୍ଗଲ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅକ୍ଟୋବର ଶେଷ ସୁଦ୍ଧା ଇ-KYC କରି ନଥିବା ହିତାଧିକାରୀଙ୍କୁ ନଭେମ୍ବରରୁ ଚାଉଳ ମିଳିବ ନାହିଁ ବୋଲି କହିଥିଲେ। ରାଜ୍ୟରେ ପୂର୍ବ ଭଳି ଜାରି ରହିବ ରାସନ ଚାଉଳ ଯୋଗାଣ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଇ-KYC କରି ନଥିବା ହିତାଧିକାରୀଙ୍କ ଚାଉଳ ବନ୍ଦ ନେଇ ଯୋଗାଣ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ। ରାସନ କାର୍ଡ ହିତାଧିକାରୀମାନେ ପୂର୍ବ ଭଳି ନିଜ ଖାତାର ଚାଉଳ ଉଠାଇ ପାରିବେ। ଅନେକ ଲୋକଙ୍କ ଫିଙ୍ଗର ପ୍ରିଣ୍ଟ ଓ ଆଇରିସକୁ ନେଇ ମଧ୍ୟ ସମସ୍ୟା ଉପୁଜିଛି। ବିଶେଷ କରି ବୟସ୍କଙ୍କ କ୍ଷେତ୍ରରେ ଏହି ସମସ୍ୟା ରହିଛି। ଏହାର ସମାଧାନ ପାଇଁ ଯୋଗାଣ ବିଭାଗ ପକ୍ଷରୁ ସମ୍ପୃକ୍ତ ହିତାଧିକାରୀଙ୍କୁ ନିଜର ନମିନି ଚୟନ କରିବାକୁ କୁହାଯାଇଛି। ନମିନିଙ୍କ ଇ-KYC କରାଯିବ। ଗତ କିଛି ଦିନ ହେବ ଯୋଗାଣ ବିଭାଗ ପକ୍ଷରୁ ଏହି ପ୍ରକ୍ରିୟା ଚାଲିଥିବା ସୂଚନା ମିଳିଛି। ଯୋଗାଣ ବିଭାଗରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ନଭେମ୍ବର ପହିଲାରୁ ଇ-KYC କରିନଥିବା ଲୋକଙ୍କ ଚାଉଳ ବନ୍ଦ କରିବା ନେଇ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ। ରାଜ୍ୟରେ ଚାଲିଥିବା ଇ-KYCକୁ ନେଇ ନିକଟରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା। ବିଭାଗ ପକ୍ଷରୁ ଇ-KYCକୁ ପୂର୍ବ ଭଳି ଜାରି ରଖିବା ଲାଗି ହାଇକୋର୍ଟରେ ସତ୍ୟପାଠ ମଧ୍ୟ ଦିଆଯାଇଛି। ତେଣୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି ନ ହେବା ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କ ଚାଉଳ ବନ୍ଦ କରାଯିବ ନାହିଁ। ପରବର୍ତ୍ତୀ ଖବର, ଏଣିକି ଜମି କିଣାବିକା ହେବ ଆହୁରି ସହଜ। ରାଜ୍ୟରେ ଜମି କିଣାବିକା ସହଜ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ତହସିଲରେ ଖୋଲିବ ସବ୍ ରେଜିଷ୍ଟ୍ରି ଅଫିସ। ଆଜି ତହସିଲ ଅଫିସରେ ଜମି କିଣାବିକା ପ୍ରକ୍ରିୟାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରଥମ ପର୍ଯ୍ୟାୟରେ 44ଟି ଓ ଡିସେମ୍ବର ସୁଦ୍ଧା 277ଟି ତହସିଲ ଅଫିସରେ ଆରମ୍ଭ ହେବ ସେବା। ଏଣିକି ଓଡ଼ିଶାରେ କ୍ଷୁଦ୍ର, ଲଘୁ, ମଧ୍ୟମ ଉଦ୍ୟୋଗ କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ପୋର୍ଟାଲରେ ପଞ୍ଜୀକୃତ ଥିବେ ଏବଂ ଜିଲ୍ଲା କମିଟି ଅନୁମୋଦିତ ହୋଇଥିବେ ସେମାନେ ଏହି ସୁବିଧା ପାଇପାରିବେ। ସଂରକ୍ଷିତ ଅଞ୍ଚଳ, ପ୍ରତିରକ୍ଷା ଜମି, ଉପକୂଳ ନିୟମିତ ଅଞ୍ଚଳ, ପ୍ରତ୍ନତାତ୍ତ୍ୱିକ ଜମି ଯେଉଁଠି ଅନ୍ୟ ଆଇନ ବଳବତ୍ତର ଅଛି ସେଠି ଏହି ସୁବିଧା ଲାଗୁ ହେବ ନାହିଁ। ଉଦ୍ୟୋଗୀମାନେ ଉଦ୍ଦେଶ୍ୟରୁ ବିଚ୍ୟୁତ ହେଲେ ଜମି ଫେରସ୍ତ କରାଯିବ ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ଆଉ କରିବାକୁ ପଡ଼ିବନି କିସମ ପରିବର୍ତ୍ତନ ଫି ଏବଂ ଭଡ଼ା ଛାଡ଼ ପାଇଁ ରାଜସ୍ୱ ବିଭାଗର ନିଷ୍ପତ୍ତି ହୋଇଥିବା ଏହି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଭାରତ ସରକାରଙ୍କ ଉଦ୍ୟୋଗ ପୋର୍ଟାଲରେ ପଞ୍ଜୀକରଣ କରିଥିବା MSME ଏବଂ ଜିଲ୍ଲାସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲେ ଜମି କିସମ ପରିବର୍ତ୍ତନ ପାଇଁ ଆଉ ଆବେଦନ କରିବାକୁ ପଡ଼ିବ ନାହିଁ। 2021ରୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ଉଦ୍ୟମ ରେଜିଷ୍ଟ୍ରେସନ ପୋର୍ଟାଲରେ ପଞ୍ଜୀକରଣ କରି MSME ଶିଳ୍ପ ଲେଖିଛନ୍ତି ରାଜ୍ୟର 9 ଲକ୍ଷରୁ ଅଧିକ ମହିଳା। ପରବର୍ତ୍ତୀ ଖବର, ଭାରତୀୟ ରେଳବାଇ ଚାକିରି ପାଇଁ ଆଣିଛି ଏକ ସୁବର୍ଣ୍ଣ ସୁଯୋଗ। ରେଳବାଇ ନିଯୁକ୍ତି ବୋର୍ଡ ଜୁନିୟର ଇଞ୍ଜିନିୟର, ଡିପୋ ମେଟାରିଆଲ ସୁପରିନଟେଣ୍ଡେଣ୍ଟ ଏବଂ କେମିକାଲ ଆଣ୍ଡ ମେଟାଲର୍ଜିକାଲ ଆସିଷ୍ଟାଣ୍ଟ ଭଳି ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ସରକାରୀ ରେଳବାଇ ୱେବସାଇଟ RRB-apply-government-in-କୁ ଯାଇ ଅନଲାଇନରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ନଭେମ୍ବର 30 ତାରିଖ ଯାଏଁ ରହିଛି। ଏହି ପଦବୀଗୁଡ଼ିକ ପାଇଁ ଆବେଦନ କରୁଥିବା BA, BTech ଡିଗ୍ରୀ କିମ୍ବା କମ୍ପ୍ୟୁଟର ବିଜ୍ଞାନ AT ଡିପ୍ଲୋମା ଡିଗ୍ରୀ ଥିବା ଆବଶ୍ୟକ। ରାସାୟନିକ ବିଜ୍ଞାନ ଏବଂ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିବାକୁ ଯୋଗ୍ୟ ବିବେଚିତ। ସର୍ବନିମ୍ନ ବୟସ 18 ବର୍ଷ ଏବଂ ସର୍ବାଧିକ ବୟସ 33 ବର୍ଷ ରହିଥିବା ଆବଶ୍ୟକ। ନିଯୁକ୍ତିରେ ମନୋନୀତ ପ୍ରାର୍ଥୀମାନେ ପ୍ରତି ମାସରେ 34,400 ଟଙ୍କା ଦରମା ପାଇବେ। ଏହା ସହିତ ରେଳବାଇ ମହଙ୍ଗା ଭତ୍ତା, ଯାତ୍ରା ଭତ୍ତା, ଚିକିତ୍ସା ସୁବିଧା ଏବଂ ପେନସନ ସୁବିଧା ସମେତ ବିଭିନ୍ନ ସରକାରୀ ସୁବିଧା ପ୍ରଦାନ କରାଯିବ। ସରକାରୀ ରେଳବାଇ ୱେବସାଇଟ RRB-apply-government-in ପରିଦର୍ଶନ କରିବେ। ହୋମ ପେଜରେ ଅନଲାଇନ ଆବେଦନ କରନ୍ତୁ। ଲିଙ୍କ ଉପରେ କ୍ଲିକ୍ କରିବେ। ନୂତନ ପଞ୍ଜୀକରଣ ଲିଙ୍କ ଚୟନ କରିବା ପରେ ଆପଣଙ୍କୁ ଦିଆଯାଇଥିବା ବିବରଣୀ ପୂରଣ କରିବାକୁ ହେବ। ଏହାପରେ ଲଗ୍ ଇନ୍ କରି ଆବେଦନ ଫର୍ମ ପୂରଣ କରି ଆବେଦନ ଫି ପ୍ରଦାନ କରିବେ। ଫର୍ମ ଦାଖଲ କରିବା ପୂର୍ବରୁ ଏହାକୁ ଭଲ ଭାବରେ ଯାଞ୍ଚ କରି ଏକ ପ୍ରିଣ୍ଟ ଆଉଟ୍ ସଂରକ୍ଷଣ ରଖିନିଅନ୍ତୁ। ମହିଳାଙ୍କ ପାଇଁ ଖୁସି ଖବର, ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍। ସୁଭଦ୍ରା ପୋର୍ଟାଲରେ ଅନଲାଇନ ଆବେଦନ କରିପାରିବେ। ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
20ରୁ 21 ବର୍ଷରେ ପହଞ୍ଚିଲେ ସେମାନେ ଆବେଦନ କରିପାରିବେ। 1 ବର୍ଷ ହୋଇଥିଲେ ସୁଭଦ୍ରା ହିତାଧିକାରୀ ଭାବେ ଯୋଡ଼ି ହୋଇପାରିବେ। ପୋର୍ଟାଲ ବ୍ୟବହାର କରିପାରିବେ। ପରବର୍ତ୍ତୀ ଖବର ବିନା ସୁଧରେ ମିଳିବ 5 ଲକ୍ଷ ଋଣ। ଛୋଟ ବ୍ୟବସାୟୀଙ୍କ ପାଇଁ ବଡ଼ ଯୋଜନା। ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। କେନ୍ଦ୍ର ସରକାର ଆରମ୍ଭ ହୋଇଛି ଲକ୍ଷପତି ଦିଦି ଯୋଜନା। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳ ଏବଂ ଛୋଟ ସହରର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା, ଯାହାଦ୍ୱାରା ସେମାନେ ସ୍ୱାବଲମ୍ବୀ ହୋଇ ରୋଜଗାର କରିପାରିବେ। ମହିଳାମାନଙ୍କୁ 1 ଲକ୍ଷରୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିରେ ଋଣ ଗ୍ରହୀତାଙ୍କୁ କୌଣସି ସୁଧ ଦେବାକୁ ପଡ଼ିନଥାଏ। ସରକାର ସମ୍ପୂର୍ଣ୍ଣ ସୁଧମୁକ୍ତ ଋଣ ଯୋଗାଇ ଦେଉଛନ୍ତି। ଏହି ଯୋଜନାରେ ସାମିଲ ହେବାକୁ ହେଲେ ମହିଳା ବୟସ 18ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ମହିଳା କୌଣସି ଏକ ସ୍ୱୟଂ ସହାୟକ ଯୋଜନାରେ ଯୋଡ଼ି ହୋଇ ରହିଥିବା ଆବଶ୍ୟକ। ଋଣ ଆବେଦନ ପାଇଁ ଆବେଦକଙ୍କ ପାଖରେ ଆଧାର କାର୍ଡ଼, ପାନ୍ କାର୍ଡ଼, ଠିକଣା ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ସହ ବ୍ୟାଙ୍କ ପାସବୁକ୍ ରହିଥିବା ଆବଶ୍ୟକ। ମହିଳାମାନେ ନିକଟସ୍ଥ ବ୍ୟାଙ୍କ, ପଞ୍ଚାୟତ କାର୍ଯ୍ୟାଳୟରୁ ଲକ୍ଷପତି ଦିଦି ଯୋଜନାର ଫର୍ମ ପାଇପାରିବେ। ଜରୁରୀ ଦସ୍ତାବିଜ ଦାଖଲ କରିବା ପରେ ବ୍ୟାଙ୍କ ଏହାକୁ ଯାଞ୍ଚ କରିବ। ଏହାପରେ ବ୍ୟାଙ୍କରୁ ବିନା ସୁଧରେ ଋଣ ପାଇପାରିବେ ମହିଳାମାନେ। ପରବର୍ତ୍ତୀ ଖବର, ଆଜିଠାରୁ ପଞ୍ଚୁକ ଆରମ୍ଭ। ଏଥର 5 ଦିନ ବଦଳରେ 4 ଦିନ ପଞ୍ଚୁକ। ପଞ୍ଚୁକ ବ୍ରତ ପାଳନ କରିବେ ବ୍ରତଧାରୀ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। କାର୍ତ୍ତିକର ସ୍ୱତନ୍ତ୍ର ବାଳଭୋଗ ଧୂପ ନୀତି ନିର୍ଘଣ୍ଟ ଅନୁଯାୟୀ ରାତି 4ଟାରୁ ଦ୍ୱାର ଫିଟା ସହ ଷୋଳ ପଞ୍ଚକରେ ଭିଡ଼କୁ ଦୃଷ୍ଟିରେ ରଖି ହୋଇଛି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା। ମାର୍କେଟ ଛକଠାରୁ ମରଚିକଟ, ମରଚିକଟଠାରୁ ଶ୍ରୀନଅର, ଶ୍ରୀନଅରଠାରୁ ସିଂହଦ୍ୱାର 3 ପର୍ଯ୍ୟାୟରେ ହୋଇଛି ବ୍ୟାରିକେଡ୍ ଦର୍ଶନ ବ୍ୟବସ୍ଥା। ସୁରକ୍ଷା ଦୃଷ୍ଟିକୋଣରୁ 32 ପ୍ଲାଟୁନ୍ ଫୋର୍ସ ମୁତୟନ ସହ ଭିତରେ ଓ ବାହାର ଦର୍ଶନ ଉପରେ ଦିଆଯାଇଛି ଗୁରୁତ୍ୱ। ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ପଞ୍ଚୁକ ସମୟରେ ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରି ଅନ୍ୟ 3 ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଭକ୍ତଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକଠାରୁ ବ୍ୟାରିକେଡ୍ ବ୍ୟବସ୍ଥା ସହିତ ଟେଣ୍ଟ ବ୍ୟବସ୍ଥା କରାଯାଇଛି। ତିଥିକ୍ଷୟ ଯୋଗୁଁ ଚଳିତ ଥର 5 ଦିନ ପରିବର୍ତ୍ତେ 4 ଦିନ ବିଶିଷ୍ଟ ହେବ ପଞ୍ଚୁକ। ପରବର୍ତ୍ତୀ ଖବର, ବିଶ୍ୱକପ୍ ଫାଇନାଲରେ ଆମ୍ନାସାମ୍ନା ହେବେ ଭାରତ ଦକ୍ଷିଣ ଆଫ୍ରିକା। ଭାରତୀୟ ମହିଳା କ୍ରିକେଟ ଦଳ 30 ଅକ୍ଟୋବର 2025ରେ ନଭି ମୁମ୍ବାଇର ୟୁଆଇ ପାଟୋଲ ସ୍ପୋର୍ଟ ଏକାଡେମୀରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ 5 ୱିକେଟରେ ପରାସ୍ତ କରି ମହିଳା ଦିନିକିଆ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି ଏବଂ ଏବେ ଟ୍ରଫି ପାଇଁ ଶେଷ ମ୍ୟାଚରେ ଦକ୍ଷିଣ ଆଫ୍ରିକା ସହିତ ମୁକାବିଲା କରିବ। ଏହି ମହିଳା ବିଶ୍ୱକପରେ ଅଷ୍ଟ୍ରେଲିଆ ଦଳ ଗୋଟିଏ ବି ମ୍ୟାଚ୍ ହାରି ନଥିଲା, କିନ୍ତୁ ସେମିଫାଇନାଲରେ ଭାରତୀୟ ଦଳଠାରୁ ହାରି ଯାଇଥିଲା। ଏହି ବିଶ୍ୱକପରେ ସେମାନଙ୍କର ଧାରା ଶେଷ ହୋଇଯାଇଥିଲା। ଭାରତ ପ୍ରଥମ ଥର ପାଇଁ ଓଡିଆଇ ବିଶ୍ୱକପ୍ ଟ୍ରଫି ଜିତିବାର ସୁଯୋଗ ପାଇଛି। ମହିଳା କ୍ରିକେଟରେ ଭାରତୀୟ କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକା ଉପରେ ଅଗ୍ରଣୀ ରହିଛି। ଦୁଇ ଦଳ 33ଟି ଦିନିକିଆ ଖେଳିଛନ୍ତି। ଭାରତ 20ଟି ଏବଂ ଦକ୍ଷିଣ ଆଫ୍ରିକା 12ଟି ମ୍ୟାଚ୍ ଜିତିଛନ୍ତି, ହେଲେ ଦୁଇ ଦଳ ମଧ୍ୟରେ ଗୋଟିଏ ମ୍ୟାଚ୍ ଡ୍ରରେ ଶେଷ ହୋଇଛି। ପରବର୍ତ୍ତୀ ଖବର, ବାତ୍ୟା ପରେ ଆସୁଛି ଲଘୁଚାପ। ଆସୁଛି ଆଉ ଏକ ଲଘୁଚାପ। ବାତ୍ୟା ମନ୍ଥା ପରେ ଏବେ ପୁଣି ଚିନ୍ତା ବଢ଼ାଇଲାଣି ଆଉ ଏକ ଲଘୁଚାପ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇଛି। ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଏହି ଲଘୁଚାପ। ଏବେ ଥାଇଲାଣ୍ଡ ଉପସାଗର ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଆସନ୍ତାକାଲି ତାହା ଲଘୁଚାପରେ ପରିଣତ ହୋଇପାରେ। ଆଣ୍ଡାମାନ ସାଗରରୁ ଆସି ଲଘୁଚାପର ରୂପ ନେବ ଏହି ଘୂର୍ଣ୍ଣିବଳୟ। ବଡ଼ କଥା ହେଉଛି, ଲଘୁଚାପରେ ପରିଣତ ହେବା ପରେ ପରବର୍ତ୍ତୀ 2-3 ଦିନ ପୂର୍ବ ବଙ୍ଗୋପସାଗରକୁ ଗତି କରିବାର ସମ୍ଭାବନା ରହିଛି। ଏହି ଓଡ଼ିଶା ମୁହାଁ ହୋଇପାରେ। ତେବେ ଓଡ଼ିଶା ପ୍ରତି କେତେ ବିପଦ ରହିବ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ କରିବ ପାଣିପାଗ ବିଭାଗ।